ସତରେ କଣ ଡାକି ଦେଉଥିଲେ ମା ଓ କରୁଥିଲେ? ସତରେ କଣ ମାଙ୍କର ପାଦର ପାଉଁଜିର ଶବ୍ଦ ଛମ ଛମ ଶୁଭା ଯାଉଥିଲା? ସତରେ କଣ ଅଧରାତିରେ ମା ଦର୍ଶନ ଦଉଥିଲେ? ତାହେଲେ ସମ୍ପୂର୍ଣ୍ଣ ଖବରଟି ଜାଣିବାକୁ ହେଲେ ଭିଡିଓଟି ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ ଆପଣଙ୍କ ପ୍ରେମ ମାଷ୍ଟର ଧୀରେନ। ଓଡ଼ିଶା ରାଜ୍ୟ ଓଡ଼ିଶାର ପଶ୍ଚିମ ଭାଗରେ ସମ୍ବଲପୁର ଜିଲ୍ଲା ଅବସ୍ଥିତ। ସମ୍ବଲପୁରରେ ମା ସମଲେଶ୍ୱରୀଙ୍କର ଏକ ଭବ୍ୟ ମନ୍ଦିର ଅବସ୍ଥିତ। ଦିନକର କଥା, ଦର୍ଶକ ବନ୍ଧୁ, କେଲବେନି ବୋଲି ଗୋଟିଏ ଗାଁ ଥିଲା। ଏହି ଗାଁରେ କୁହୁରୁ ଗଣ୍ଡା ବୋଲି ଜଣେ ଲୋକ ଥିଲେ। କୁହୁରୁ ଗଣ୍ଡାର ନୀତି କୁଳ ବ୍ୟବସାୟ କାମ ହଉଛି ଚାଷ କାମ। ଡିସେମ୍ବର ମାସ କୁହୁରୁ ମଉସା ବିଲରୁ ସବୁ ଧାନ ଅମଳ କରି ସାରିଥାନ୍ତି। ଏଣେ ମନେ ମନେ ଚିନ୍ତା କରୁଛନ୍ତି, ନା ମତେ ଯେମିତି ହେଲେ ମା ସମଲେଇ ମାକୁ ଯାଇ ଦର୍ଶନ କରିବାକୁ ପଡିବ। ଆଜ୍ଞା, ତାଙ୍କ ଗାଁରୁ ଗୋଟେ ପ୍ରଧାନ ବସ୍ ନାମକ କେବଳ ଗୋଟିଏ ବୋଲି ବସ୍ ଯାଉଥିଲା। ମଉସା ସେ ବସ୍ ରେ ବସି ଯାଇ ସମ୍ବଲପୁରରେ ପହଞ୍ଚି ଗଲେ। ମଉସା ପହଞ୍ଚିଲା ବେଳକୁ ଦିନ 2ଟା ହେଇଥାଏ। ମଉସା ଯାଇ ଏତେ ଗହଳି ଭିତରେ, ଲୋକଙ୍କ ଗହଳି ଭିତରେ ମଉସା ଯାଇ ମା ସମଲେଶ୍ୱରୀ କି ଦର୍ଶନ କଲେ। ଆଉ ମାଙ୍କୁ ଦର୍ଶନ କରି ମାଙ୍କର ମନ୍ଦିର ଦେଖି, ଚାରିଆଡେ ଲୋକ ଦେଖି ମଉସାର ମନ ଏତେ ଖୁସି ହେଇଗଲା ଯେ କହିଲେ ନ ସରେ। ମଉସା ଭୋ ଭୋ କାନ୍ଦି ପକେଇଲେ। କହିଲେ, ମାଲୋ ମା ସମଲେଇ ମା, ଆଜି ମୁଁ ତତେ ଦର୍ଶନ କଲି। ମୁଁ ବହୁତ ମନେ ମନେ ଖୁସି ଲାଭ କରୁଛି। ହଁ ଆଜ୍ଞା, କଣ କରିବେ, ଏଇଠି କୁହୁରୁ ମଉସା ଚାରିଆଡେ ଟିକେ ବୁଲାବୁଲି କଲେ। ଆସି ସନ୍ଧ୍ୟା 6ଟା ହେଇଗଲା। ସନ୍ଧ୍ୟା 6ଟା ହେଇଯିବା କ୍ଷଣି ଆଉ ମଉସାର ଗାଁକୁ କୌଣସି ବସ୍ ନଥିଲା। ତେଣୁକରି କୁହୁରୁ ମଉସା ମନେ ମନେ ଚିନ୍ତା କଲେ, ନା ଆଜି ତ ଆଉ ବସ୍ ନାହିଁ, ଗାଁକୁ ଯିବି କେମିତି? ଆଜି ମୁଁ ଏ ମନ୍ଦିର ପାଖାପାଖି ଯେମିତି ହେଲେ ରାତ୍ରି ଯାପନ କରିବି। ତେଣୁକରି ମଉସା ଧୀରେ ଧୀରେ ଚାଲି ଆସିଲେ। ମନ୍ଦିର ପାଖରୁ କିଛି ବାଟ ଆସିଛନ୍ତି। ଆଉ ଗୋଟେ ଦୋକାନ ଥିଲା। ସେ ଦୋକାନର ସଟର ପାଖରେ ଏମିତି ଟିକେ ବସିଛନ୍ତି। ଯେହେତୁ ବୟସ୍କ ଲୋକ ହେଇଗଲେଣି, ମଉସା ଏମିତି ଟିକେ ବସିବା କ୍ଷଣି ମଉସାଙ୍କର ଆଖି ଲାଗିଗଲା। ଆଉ ମଉସା ସେଇଠି ଶୋଇ ପଡିଲେ। ଶୋଇ ପଡିବା କ୍ଷଣି କିଛି ସମୟ ପରେ ମଉସାର ଯେତେବେଳେ ନିଦ ଭାଙ୍ଗିଛି, ମଉସା ଆଖି ଖୋଲିଦେଲା ବେଳେ ହାର୍ଡଲି ସେତେବେଳେ ସମୟ ରାତି 12:30 ହେଇଯାଇଥାଏ। ମଉସା ଆଉ କଣ କରିବେ, କିଛି ଚିନ୍ତା କରିପାରିଲେନି। ତେଣୁକରି ମଉସା ବ୍ୟାଗରୁ ଗାମୁଛା ଖଣ୍ଡ ବାହାର କରି ସେ ଶୋଇ ପଇଲେ। ଯେତେବେଳେ ଆଜ୍ଞା ମଉସା ଶୋଇଛନ୍ତି, କିଛି ସମୟ ପରେ ଛମ ଛମ କୌଣସି ଏକ ନାରୀର ପାଉଁଜିର ଶବ୍ଦ ଶୁଭାଗଲା। ଆଜ୍ଞା, ଛମ 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 ଶୁଭାଗଲା। ମଉସା ମନେ ମନେ ଚିନ୍ତା କଲେ, ଏତେ ରାତିରେ ପୁଣି କାହାର ପାଉଁଜି ସ୍ୱର? ନା କାଳେ କିଏ ହେଇଥିବ ଯାଉଥିବ ରାସ୍ତାରେ। ଏମିତି କହି ମଉସା ପୁଣି ଗାଲେଇକିନା ଟିକେ ଶୋଇ ପଇଲେ। ଆଜ୍ଞା, ଶୋଇ ପଡିବା କ୍ଷଣି ପୁଣି କିଛି ସମୟ ପରେ ମଉସା ପଟି ଏକ ଦ୍ରୁତ ଗତିରେ ଏକ ଘୋଡାର ଶବ୍ଦ ଶୁଭା ଯାଉଛି। ଘୋଡାଟା ଠାକ୍ 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 ନା କରି ଆଜ୍ଞା ଦୌଡ଼ିବାରେ ଲାଗିଛି। ଯେତେବେଳେ ମଉସା ଉଠି ଚାହିଁ ଦେଲେ, ଏକ ଘୋଡା ଉପରେ ଏହି ଜଣେ ସ୍ତ୍ରୀ ଲୋକ ବସି ମନ୍ଦିର ପଟେ ଆସୁଛି। ମଉସା ଏହା ଦେଖି ନିଶ୍ଚୟ ଜାଣିଗଲେ, ଇଏ ହଉଛନ୍ତି ମା ସମଲେଶ୍ୱରୀ। ମାଲୋ ମା ସମଲେଶ୍ୱରୀ, ତତେ ମୁଁ ଆଜି ସୈକ୍ୟାତେ ଦର୍ଶନ କଲି। ଏହା କହି ମା ସେମିତି ରାସ୍ତାରେ ଗଲାବେଳେ ମାଙ୍କୁ ନମସ୍କାର କରି ମୁଣ୍ଡିଆ ମାରି ତଳରେ ପଡିଗଲେ। କି ଭାଗ୍ୟ ମୋର, ମାଲୋ ମା, ଆଜି ମତେ ଦର୍ଶନ ଦେଲୁ। କି ବେଳାରେ ଆସିଥିଲି ମୁଁ। ଏମିତି କହି ଆଜ୍ଞା ଠପ୍ ଠପ୍ କରି ମଉସାଙ୍କର ଆଖିରୁ 2 ଧାର ଲୁହ ବହିଗଲା। ଦର୍ଶକ ବନ୍ଧୁ, ଇଏ କୌଣସି ଦୁଃଖର ଲୁହ ନୁହଁ, ଏ ହେଉଛି ସୁଖର ଲୁହ। ତେଣୁକରି ଏଇଠି ମା ସମଲେଶ୍ୱରୀ ଭକ୍ତ ଡାକିଲେ ଓ କରୁଥିଲେ, ଆଉ ଭକ୍ତ ଚାହୁଁଥିଲେ ଭକ୍ତକୁ ଦର୍ଶନ ଦେଉଥିଲେ। ଏ ଥିଲା ସତ୍ୟ ଘଟଣା। ଆମ ଗାଁ କୁହୁରୁ ମଉସା ନିଜେ କହିଛନ୍ତି। ଆଜି କୁହୁରୁ ମଉସା ନାହିଁ, କାହିଁକି ନା ସେ ଆର ପାଳିକି ଚାଲି ଯାଇଛନ୍ତି। ଦର୍ଶକ ବନ୍ଧୁ, ଆମ କାହାଣୀଟି ଯଦି ଆପଣଙ୍କୁ ଭଲ ଲାଗିଲା ତାହେଲେ ଆମ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ, ନିଶ୍ଚୟ କମେଣ୍ଟ କରିବେ। ରହୁଛି, ଜୟ ଜଗନ୍ନାଥ, ନମସ୍କାର।